श्रोताबंधु मैंने आज आम श्रीमद्भागवत गीतार द्वितीय अध्यायन पाठ करवा। ओम श्री परमात्मनाय नमः। अथ द्वितीय अध्याय संख्यायोग। संजय उवाच तं तथा कृपयाभीष्टम श्रुपोत्सकुले खमनम् विषेदान्तमिदं वाज्य मुवाच मधुसूदन। संजय कहले, एपरी करुणाविष्ट एवं अश्रुपूर्ण व्याकुल नेत्र शोककूल अर्जुन को भगवान मधुसूदन कहले। श्री भगवान उवाच कितस्य कस्मलमिदं विषमे समुपस्थितम् अनार्य जुष्टमसर्गमर्जिकीर्तिकरम् अर्जुन। श्री भगवान कहले, हे अर्जुन, तुमको यही असमय यही मोह केउठु आसीगला? कारण यह श्रेष्ठ पुरुषमानंकर द्वारा आचरित नुहे किंबा स्वर्गप्रदायक कि कीर्तिप्रदायक मध्य नुहे। क्लैवं मास्कगम पार्थ नैतत्तयुपपद्यते क्षुद्रं हृदय दौर्बल्य त्यक्ततिष्ठ परन्तप। तेणु हे अर्जुन, नपुंसकता प्राप्त हुओ नाही। तुम पक्षरे यह उचित नुहे। हे शत्रुतापन हृदयर तुच्छ दुर्बलता त्याग करी युद्ध करबाकु ठिया होई जाओ। अर्जुन उवाच कथं भीष्ममहं शंखो द्रोणो च मधुसूदन इषुभिः प्रतिजस्रमि पूजार्जाः वरिसूदन। अर्जुन कहले, हे मधुसूदन, रणभूमि रे भीष्म पितामह और द्रोणाचार्यଙ୍କ विरुद्धरे मु किपरि बाण मारी लड़िबी? कारण हे अरिसूदन, से दुहे मोर पूजनीय। गुरुन हत्या हि महानुभावान् श्रेय भक्तुं भस्यमापीह लोके हतार्थ कामाश्रु गुरुनी होइब भुञ्जाय भोगान रुधर प्रदिग्धान। तेणु हे महानुभाव, गुरुजन मानू मारिबा अपेक्षा मु इहलोकरे भिक्षान्न द्वारा जीवन निर्वाह करिबा कल्याणकर बोली मने करुछि। कारण गुरुजन मानू मारिले इहलोकरे सेमानंक रक्तसिक्त होइथिबा अर्थ ओ कामरूपक भोग सामग्री ही तो भोग करिबी। न चैतद्विविद्यः कतरन्यो गरीयो यदवा जयम यदि वा न जयेयु जानेव हता न जिजीर्षाम स्तेव स्थिता प्रमुखे धार्तराष्ट्रा। आमर युद्ध करिबा ओ न करिबा यही दुईटी मध्य केउटी श्रेय आमे ताहा जानि नाहु। आमे सेमानंकु जितिबु कि सेमाने आमकु जितिबे ताहा मध्य जानि नाहु। जेउमानंकु मारी आमे बंचिबाकु इच्छा मध्य करू नाहु, आमर सही आत्मीय धृतराष्ट्रंक पुत्र माने ही आम सम्मुखरे युद्ध करिबा पाई ठिया होइछन्ति। कार्यान्यदस्योपहत स्वभाव पुच्छामि तां धर्मसम्मूढतेता जतो श्रेय सन्निश्चितं बुहि तन्मे शिष्यस्तेऽहं साधिमातां प्रपन्नम्।
ତେଣୁ କାମରୂପ ପୁରୁଷମା ତା ରୂପକ ଦୋଷରେ ନଷ୍ଟ ସ୍ୱଭାବ ତଥା ଧର୍ମ ବିଷୟରେ ମୋହିତ ଚିତ୍ତ ହୋଇଥିବା ମୁଁ ଆପଣଙ୍କୁ ପଚାରୁଛି, ମୋ ପକ୍ଷରେ କ'ଣ କରିବା ନିଶ୍ଚିତ କଲ୍ୟାଣକର ତାହା ମୋତେ କୁହନ୍ତୁ, କାରଣ ମୁଁ ଆପଣଙ୍କର ଶିଷ୍ୟ। ମୋ ପରି ଶରଣାଗତଙ୍କୁ ଆପଣ ଉପଦେଶ ଦିଅନ୍ତୁ। ନହି ପ୍ରପଶ୍ୟାମି ମମାପନୁଦ୍ୟତ ଯଚ୍ଛକପୁମୁଚ୍ଛସନ ନିଦ୍ରାୟାନାମ୍ ଅବାପ୍ୟ ଭୂମା ବସନମିରିଦ୍ଧଂ ରାଜ୍ୟଂ ସୁରା ନାମପି ଚାଧିପତ୍ୟଂ। କାରଣ ଇହଲୋକରେ ନିଷ୍କଣ୍ଟକ ଧନଧାନ୍ୟ ସମ୍ପନ୍ନ ରାଜ୍ୟ ଏବଂ ଦେବତାମାନଙ୍କର ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଶୋକକୁ ଦୂର କରିପାରିବା ପରି କୌଣସି ଉପାୟ ଦେଖିପାରୁନାହିଁ। ଏବଂ ମୁକ୍ତା ହୃଷିକେଶଂ ଗୁଡ଼ାକେଶ ପରଂ ତପୋ ନ ଯସ୍ୟ ଇତି ଗୋବିନ୍ଦ ମୁକ୍ତାୟ ତସ୍ମିନ୍ ବଭୂଭଃ। ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ, ହେ ରାଜନ, ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ମହାର୍ଜୁନଙ୍କୁ ଏପରି କହିଲେ ଓ ଶ୍ରୀ ଗୋବିନ୍ଦ ଭଗବାନଙ୍କୁ ଯୁଦ୍ଧ କରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଦେଇ ଚୁପ୍ ହୋଇଗଲେ। ତମୁବାଚ ହୃଷୀକେଶ ପ୍ରହସନ୍ନିବ ଭାରତ ସେନୟୋରୁଭୟୋର୍ମଧ୍ୟୌ ବିଷୀଦନ୍ତାମିଦଂ ବତ। ହେ ଭରତବଂଶୀ ଧୃତରାଷ୍ଟ୍ର, ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ପରମାତ୍ମା ଦୁଇ ସେନାଙ୍କ ମଧ୍ୟରେ ଶୋକ କରୁଥିବା ସେହି ଅର୍ଜୁନଙ୍କ ସ୍ମିତହାସ କରି କହିଲେ। ଶ୍ରୀ ଭଗବାନ ଉବାଚ ଅଶୋଚ୍ୟନ୍ୟଶୋଚଶ୍ଚ ପ୍ରଜ୍ଞାବାଦାଶ୍ଚ ଭାଷସେ ଗତାସୁ ନ ଗତାସୁଶ୍ଚ ନାନୁଶୋଚନ୍ତି ପଣ୍ଡିତା। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯାହା ପାଇଁ ଶୋକ କରିବା ଉଚିତ ନୁହେଁ ସେମାନଙ୍କ ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ପରି କଥା କହୁଛ। କିନ୍ତୁ ଶୁଣ, ଯାହାଙ୍କର ପ୍ରାଣ ଚାଲିଯାଇଛି ସେମାନଙ୍କ ପାଇଁ ଏବଂ ଯାହାଙ୍କର ପ୍ରାଣ ଯାଇନାହିଁ ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତମାନେ ଶୋକ କରନ୍ତି ନାହିଁ। ଅର୍ଥାତ୍ ନ ତେବାହଂ ଜାତୁ ନାଶଂ ନତ୍ୱଂ ନେମେ ଜନାଧିପା ନ ଚୈବ ନ ଭବିଷ୍ୟାମା ସର୍ବେ ବୟମମତୋ ପରମ୍। ଅର୍ଥାତ୍ ଏପରି ନୁହେଁ ଯେ କୌଣସି କାଳରେ ମୁଁ ନଥିଲି କି ତୁମେ ନଥିଲ କି ଏହି ରାଜାମାନେ ନଥିଲେ, ପୁଣି ଏପରି ମଧ୍ୟ ଘଟିବ ନାହିଁ ଯେ ଭବିଷ୍ୟତରେ ଆମେ ସମସ୍ତେ ରହିବା ନାହିଁ। ଦେହିନାସ୍ମିନ୍ ଯଥା ଦେହେ କୌମାରଂ ଯୌବନା ଜରା ତଥା ଦେହାନ୍ତର ପ୍ରାପ୍ତିର୍ଦ୍ଧାରସ୍ତ୍ରୋତ୍ର ନ ମୁହ୍ୟତି। ଯେପରି ଏହି ଦେହରେ ଜୀବାତ୍ମାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା ହୋଇଥାଏ, ସେହିପରି ଅନ୍ୟ ଶରୀର ମଧ୍ୟ ପ୍ରାପ୍ତି ହୁଏ। ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ। ମାତ୍ର ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମାପାମୀୟନ ନିତ୍ୟାସ୍ତାଂ ସ୍ଥିତିକ୍ଷସ୍ୟ ଭାରତ। କାରଣ ହେ କୁନ୍ତିପୁତ୍ର, ଶୀତ ଉଷ୍ଣ ଓ ସୁଖ ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗ ତ ଉତ୍ପତ୍ତି ବିନାଶଶୀଳ ଓ ଅନିତ୍ୟ। ତେଣୁ ହେ ଭାରତ, ତୁମେ ସେସବୁ ସହିଯାଅ। ଜହଂ ୟେନ
व्यथयन्ते पुरुषां पुरुषस्सभ समदुःखसुखं धीरं समृद्धदाय कल्पते। अर्थात कारण हे पुरुष श्रेष्ठ सुख दुःखକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀର ପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟର ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ମୋକ୍ଷ ପାଇଁ ଯୋଗ୍ୟ ନୁହନ୍ତି। ନା ସତ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ସତ ଉଦ୍ଭବୟରପି ଦୃଷ୍ଟୋନ୍ତସ୍ତନୟସ୍ତଦର୍ଶିଭିଃ। ଅସତ୍ ବସ୍ତୁର ଅସ୍ତିତ୍ୱ ନାହିଁ ଏବଂ ସଦ୍ବସ୍ତୁର ଅଭାବ ନାହିଁ। ଉକ୍ତ ଦୁଇଟି ଯାକର ତତ୍ତ୍ୱ ତତ୍ତ୍ୱଜ୍ଞାନୀ ପୁରୁଷଙ୍କ ଦ୍ୱାରା ଦେଖାଯାଇଛି। ଅବିନାଶୀ ତୁ ତଦ୍ବିद्धି ଯେନ ସର୍ବମିଦଂ ତଦଂ ବିନାଶମବ୍ୟୟ ଶାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି। ଅର୍ଥାତ୍ ଏହି ନ୍ୟାୟରେ ଯାହାଦ୍ୱାରା ଏହି ସମ୍ପୂର୍ଣ୍ଣ ଦୃଶ୍ୟଜଗତ ବ୍ୟାପ୍ତ ହୋଇଛି ତାହା ନାଶ ରହିତ ବୋଲି ଜାଣ। ସେହି ଅବିନାଶୀକୁ ବିନାଶ କରିବା ପାଇଁ କେହି ହେଲେ ସମର୍ଥ ନୁହେଁ। ଅନ୍ତବନ୍ତ ଇମେ ଦେହା ନିତ୍ୟସକ୍ତା ଶରୀରିଣା ଅନାଶିନଃ-ପ୍ରମେୟସ୍ୟ ତସ୍ମାଦୟୋଧସ ଭାରତ। ଅର୍ଥାତ୍ ନାଶ ରହିତ ଅପ୍ରମେୟ ନିତ୍ୟସ୍ୱରୂପ ଜୀବାତ୍ମାର ଏହି ସକଳ ଶରୀରକୁ ନାଶବାନ ବୋଲି କୁହାଯାଇଛି। ତେଣୁ ହେ ଭରତବଂଶୀ ଅର୍ଜୁନ, ତୁମେ ଯୁଦ୍ଧ କର। ଜୟେନ ବୃତ୍ତି ହନ୍ତାରଂ ଯସ୍ୟେନଂ ମନ୍ୟତେ ହତଂ ଉଭୌ ତୌ ନ ବିଜାନୀତ ନାୟଂ ହନ୍ତି ନ ହନ୍ୟତେ। ଅର୍ଥାତ୍ ଯେ ଏହି ଆତ୍ମା ହତ୍ୟା କରେ ବୋଲି ବୁଝନ୍ତି ତଥା ଯେ ଏହାକୁ ନିହତ ହୁଏ ବୋଲି ସ୍ୱୀକାର କରନ୍ତି, ସେ ଉଭୟେ ଆତ୍ମା ବିଷୟରେ କିଛି ଜାଣନ୍ତି ନାହିଁ। କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ କି କାହାରି ଦ୍ୱାରା ନିହତ ହୁଏ ନାହିଁ। ନ ଜାୟତେ ମ୍ରିୟତେ ବା କଦାଚିନ୍ ନାୟଂ ଭୂତା ଭବିତା ବା ନ ଭୂୟଃ ଅଜୋ ନିତ୍ୟଃ ଶାଶ୍ୱତୋऽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ। ଅର୍ଥାତ୍ ଏହି ଆତ୍ମା କୌଣସି କାଳରେ ବି ଜନ୍ମ ହୁଏ ନାହିଁ କି ମରେ ନାହିଁ ତଥା ଏହା ଉତ୍ପନ୍ନ ହୋଇ ପୁଣି ଆଉ ଥରେ ଉତ୍ପନ୍ନ ହେବା କଥା ମଧ୍ୟ ନାହିଁ। କାରଣ ଏହା ହେଉଛି ଅଜନ୍ମା ନିତ୍ୟ ସନାତନ ଏବଂ ପୁରାତନ ଶରୀର। ନିହତ ନଷ୍ଟ ହୋଇଯିବା ପରେ ମଧ୍ୟ ଏହା ନିହତ ନଷ୍ଟ ହୁଏ ନାହିଁ। ବେଦାବିଦାନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ୍ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକମ୍। ଅର୍ଥାତ୍ ହେ ପୃଥାପୁତ୍ର ଅର୍ଜୁନ, ଯେଉଁ ପୁରୁଷ ଏହି ଆତ୍ମାକୁ ଅବିନାଶୀ ନିତ୍ୟ ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେ କିପରି କାହାକୁ ମରାଇବେ ବା ନିଜେ ମାରିବେ। ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହାନ୍ତେ ନରୋପରାଣि ତଥା ଶରୀରାଣି ବିହାୟ ଜୀର୍ଣ୍ଣଂ ନାନାନି ସଂଯାତି ନବାନି ଦେହି। ମନୁଷ୍ୟ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀରଗୁଡ଼ିକ ତ୍ୟାଗ କରି ଅନ୍ୟ ନୂତନ ଶରୀରଗୁଡ଼ିକ ଗ୍ରହଣ କରିଥାଏ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି
नैनं दहति पावका न चैनं क्लेदयान्ताप न शोषयति मारुता। यही अर्थात यही आत्मा को कौनसी शस्त्र भी काटी पारे नाही, अग्नि एहाकू जलाई पारे नाही, जल एहाकू भिजाई कि सड़ाई पारे नाही एवं वायु एहाकू सुखाई पारे नाही। अच्छदय मदायोः मक्लेदय अशस्य एव च नित्य सर्वगता स्थाणुरचलय सनातन। कारण यही आत्मा अच्छेद, अदाह्य, अक्लेद ଓ ନିଃସନ୍ଦେହ ଅଶସ୍ୟ ଅଟେ ତଥା ଏହା ହେଉଛି ନିତ୍ୟ ସର୍ବଗତ ସ୍ଥିର ଅଚଳ ଓ ସନାତନ। ଅବ୍ୟକ୍ତୟମଚିନ୍ତୟ ଅମବିକାର୍ଯ୍ୟୟମୋଚ୍ୟତେ ତସ୍ମାଦେବଂ विदित्नयूनं नानुशोचितुमर्हसि। अर्थात यही आत्मा अव्यक्त, ଏହା ଅଚିନ୍ତା ଏବଂ ଏହାକୁ ବିକାର ରହିତ କୁହାଯାଏ। ଏଣୁ ହେ ଅର୍ଜୁନ, ଏହି ଆତ୍ମାକୁ କପରୋକ୍ତ ପ୍ରକାରରେ ଜାଣି ତୁମେ ଶୋକ କରିବା ଉଚିତ ନୁହେଁ। ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ସନ୍ନ୍ୟସେମୃतं ତଥାପି तं ମହାବାହୁ ନୈବଂ ଶୋଚିତୁମର୍ହସି। ଅର୍ଥାତ୍ ପକ୍ଷାନ୍ତରେ ଯଦି ତୁମେ ଏହି ଆତ୍ମାକୁ ନିତ୍ୟ ଜନ୍ମ ହେଉଛି ଏବଂ ନିତ୍ୟ ମରୁଛି ବୋଲି ସ୍ୱୀକାର କରିଥାଅ, ତଥାପି ହେ ମହାବାହୁ, ତୁମେ ଏପରି ଶୋକ କରିବା ଉଚିତ ନୁହେଁ। ଜାତ୍ୟସ୍ୟ ହି ଧ୍ରୁବ ମୃତ୍ୟୁଧ୍ରୁବଂ ଜନ୍ମ ମୃତସ୍ୟ च ତସ୍ମାଦ୍ ପରିହାର୍ଯ୍ୟର୍ଥେନ तं ଶୋଚିତୁମର୍ହସି। କାରଣ ଏହି ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ୟୁ ନିଶ୍ଚିତ ଏବଂ ମରିଥିବା ଲୋକର ଜନ୍ମ ନିଶ୍ଚିତ। ଏହି ହେତୁ ମଧ୍ୟ ଯାହା ଅନିବାର୍ଯ୍ୟ ସେହି ବିଷୟରେ ତୁମେ ଶୋକ କରିବା ଉଚିତ ନୁହେଁ। ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ଅବ୍ୟକ୍ତନିଧନାନ୍ୟୈବ ତତ୍ର କା ପରିଦେବନା। ଅର୍ଥାତ୍ ହେ ଅର୍ଜୁନ, ସମସ୍ତ ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଥାନ୍ତି। ସେମାନେ କେବଳ ଏହି ମଧ୍ୟବର୍ତ୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି। ଏପରି ସ୍ଥିତିରେ ଶୋକ କରିବା କାହିଁକି? ଆଶ୍ଚର୍ଯ୍ୟବପୃଚ୍ଛତି କଶ୍ଚିଦେନ ମାଶ୍ଚର୍ଯ୍ୟବଦବଦତି ତଥୈବ ଚାନ୍ୟ ଆଶ୍ଚର୍ଯ୍ୟବଜୈନମନ୍ୟ ଶୃଣୋତି ଶ୍ରୋତାପନ୍ୟଂ ବେଦ ନ ଚୈବ କଶ୍ଚିତ୍। କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ। ଦେହି ନିତ୍ୟମବଧ୍ୟଂ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣି ଭୂତାନି ନିତ୍ୟଂ ଶୋଚିତୁମର୍ହସି। ଅର୍ଥାତ୍ ହେ ଅର୍ଜୁନ, ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ। ତେଣୁ ସକଳ ପ୍ରାଣୀଙ୍କ ପାଇଁ କୌଣସି ବି ପ୍ରାଣୀ ପାଇଁ ତୁମେ ଶୋକ କରିବା ଉଚିତ ନୁହେଁ। ସଧର୍ମମପି ଚାସ୍ୟ ନ ବିକମ୍ପିତୁମର୍ହସି ଧର୍ମାଦ୍ଧିଯୁଦ୍ଧାଶ୍ରୟାନ୍ନାତୋ କ୍ଷତ୍ରିୟସ୍ୟ ନ ବିଦ୍ୟତେ। ପୁଣି ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା ଉଚିତ ନୁହେଁ। କାରଣ କ୍ଷତ୍ରିୟ ନିମନ୍ତେ ଧର୍ମଯୁଦ୍ଧଠାରୁ ବଳ
କଲ୍ୟାଣକର କର୍ତ୍ତବ୍ୟ ଆଉ କିଛି ନାହିଁ। ଧୃତଚ୍ଛାୟା ଚପପ୍ନ ସ୍ୱର୍ଗଦ୍ୱାରମପାବୃତଂ ସୁଖାନ କ୍ଷତ୍ରିୟାୟ ପାର୍ଥ ଲଭନ୍ତେ ଯୁଦ୍ଧମିଦୃଶମ୍। ଅର୍ଥାତ୍ ହେ ପାର୍ଥ, ସତ ପ୍ରାପ୍ତ ହୋଇଥିବା ଏବଂ ଉନ୍ମୁକ୍ତ ସ୍ୱର୍ଗଦ୍ୱାର ରୂପକ ଏହିପରି ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟମାନେ ହିଁ ଲାଭ କରିଥାନ୍ତି। ହେ ପାର୍ଥ, ଏହି ବୁଦ୍ଧି ତୁମକୁ ଜ୍ଞାନଯୋଗ ଦୃଷ୍ଟିରୁ କୁହାଗଲା। ବର୍ତ୍ତମାନ ତୁମେ ଏହାକୁ କର୍ମଯୋଗ ଦୃଷ୍ଟିରୁ ଶୁଣ। ଏହି ବୁଦ୍ଧିରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନରୁ ଭୟ ରୂପେ ତ୍ୟାଗ କରିଦେଇ ପାରିବ, ଅର୍ଥାତ୍ କର୍ମବନ୍ଧନରୁ ସର୍ବଥା ନଷ୍ଟ କରିଦେଇ ପାରିବ। ନ୍ୟାହାଭିକ୍ରମଣାଶୋଷିସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଅର୍ଥାତ୍ ଏହି କର୍ମଯୋଗରେ ଆରମ୍ଭର ଅର୍ଥାତ୍ ଜୀବନ ନାଶ ହୁଏ ନାହିଁ ଏବଂ ବିପରୀତ ଫଳ ରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ ଏବଂ ଏହି କର୍ମଯୋଗ ରୂପକ ଧର୍ମ ସାମାନ୍ୟ ମାତ୍ର ସାଧନା ବି ଜନ୍ମ ମୃତ୍ୟୁ ରୂପକ ବିଚାର ଭୟରୁ ରକ୍ଷା କରିଦିଏ। ବ୍ୟବସାୟମିକା ବୁଦ୍ଧିରେକେହ କୁରୁ ନନ୍ଦନ ବହୁଶାଖା ହ୍ୟାନନ୍ତଶ୍ଚ ବୁଦ୍ଧୟ ବ୍ୟବସାୟିନାମ୍। ଅର୍ଥାତ୍ ହେ ଅର୍ଜୁନ, ଏହି କର୍ମଯୋଗରେ ନିଶ୍ଚୟାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ ନାହିଁ, ହୁଏ କିନ୍ତୁ ଅସ୍ଥିର ବିଚାରଯୁକ୍ତ ବିବେକହୀନ ସମାଜ ମନୁଷ୍ୟମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାରର ଅସଂଖ୍ୟ ହୁଏ। ଯାମିମାଂ ପୁଷ୍ପିତଂ ବାଚଂ ପ୍ରବଦନ୍ତ୍ୟ ବିପଶ୍ଚିତା ବେଦୋଦ୍ବାଦରତ ପାର୍ଥ ନନ୍ୟଂ ଦାସ୍ତାତି ବାଦିନା କାମାତ୍ମାନ ସ୍ୱର୍ଗପରା ଜନ୍ମକର୍ମ ଫଳପ୍ରଦାଂ କ୍ରିୟାବିଶେଷ ବହୁଳାଂ ଭୋଗୈଶ୍ଚର୍ଯ୍ୟଗତିଂ ପ୍ରତି ଭୋଗୈଶ୍ଚର୍ଯ୍ୟ ପ୍ରସକ୍ତାନାଂ ତୟାପହୃତ ଚେତସାଂ ବ୍ୟବସାୟମିକା ବୁଦ୍ଧି ସମାଧୌ ନ ବିଧାୟତେ। ଅର୍ଥାତ୍ ହେ ଅର୍ଜୁନ, ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନେ କର୍ମଫଳ ପ୍ରଶଂସା କରୁଥିବା ବେଦବାକ୍ୟରେ ପ୍ରୀତି ରଖନ୍ତି, ଯେଉଁମାନଙ୍କର ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ତି ବସ୍ତୁ ଏବଂ ଯେଉଁମାନେ ସ୍ୱର୍ଗ ଭଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନେ ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମରୂପକ କର୍ମଫଳ ଦେଉଥିବା କ୍ରିୟାବହୁଳ ଶ୍ରୁତିମଧୁର ସୁନ୍ଦର ପୁଷ୍ପିତ ବାଣୀ କହନ୍ତି। ସେହିପରି ବାଣୀଦ୍ୱାରା ଯେଉଁମାନଙ୍କର ଚିତ୍ତ ହରଣ ହୋଇଯାଇଛି, ଯେଉଁମାନେ ଭୋଗ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷମାନଙ୍କର ପରମାତ୍ମାଙ୍କ ଠାରେ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ। ତ୍ରୈଗୁଣ ବିଷୟା ବେଦା ନସ୍ତ୍ରିଗୁଣ୍ୟୌ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱୌ ନିତ୍ୟ ସତ୍ତ୍ୱଶ୍ଚ ନିର୍ଯୋଗକ୍ଷେମ ଆତ୍ମବାନ। ଅର୍ଥାତ୍ ହେ ଅର୍ଜୁନ, ବେଦ ଉପରୋକ୍ତ ପ୍ରକାରେ ତିନି ଗୁଣର କାର୍ଯ୍ୟରୂପା ସମସ୍ତ ଭୋଗ ଏବଂ ସେସବୁର ସାଧନମାନଙ୍କର ପ୍ରତିପାଦକ
କରନ୍ତି। ତୁମେ ସେସବୁ ଭୋଗ ଏବଂ ସେସବୁ ଭୋଗର ସାଧନାରେ ଆସକ୍ତି ତ୍ୟାଗ କର। ହର୍ଷ ଶୋକାଦି ଦ୍ୱନ୍ଦ୍ୱରୁ ରହିତ ହୋଇଯାଅ। ନିତ୍ୟବସ୍ତୁ ପରମାତ୍ମାରେ ଅବସ୍ଥିତ ହୋଇ ଯୋଗକ୍ଷେମ ନ ଚାହିଁ ସାଧାୟନ ଅନ୍ତଃକରଣ ଯୁକ୍ତ ହୋଇଯାଅ। ଜବାର୍ଣ୍ଣର୍ଥ ଉଦପାନେ ସର୍ବତ ସଂପ୍ନୁତୋଦକେ ତାବାନ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତ। ସବୁ ଦିଗରୁ ପରିପୂର୍ଣ୍ଣ ଜଳାଶୟଟିଏ ପାଇଗଲେ ଛୋଟ ଜଳାଶୟର ମନୁଷ୍ୟର ଯେତିକି ପ୍ରୟୋଜନ ରହେ, ବ୍ରହ୍ମଜ୍ଞାନ ଲାଭ କରିଥିବା ବ୍ରାହ୍ମଣଙ୍କର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଯାଏ। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମଫଳେ ହେତୁର୍ଭୂର୍ମ ତେ ସଙ୍କୋଷ କର୍ମାଣି। ଅର୍ଥାତ୍ କର୍ମ କରିବାରେ ହିଁ ତୁମର ଅଧିକାର ରହିଛି। କର୍ମର ଫଳ ଉପରେ ତୁମର କଦାପି ଅଧିକାର ନାହିଁ। ତେଣୁ ତୁମେ କର୍ମଫଳରେ କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ। ଯୋଗସ୍ୟ କୁରୁ କର୍ମାଣି ସଙ୍ଗତ୍ୟକ୍ତ ଧନଞ୍ଜୟ ସିଦ୍ଧିସିଦ୍ଧୌ ସମଭୂତା ସମତ୍ୱ ଯୋଗ ଉଚ୍ୟତେ। ହେ ଧନଞ୍ଜୟ, ତୁମେ ଆସକ୍ତି ତ୍ୟାଗ କରି ତଥା ସିଦ୍ଧି ଅସିଦ୍ଧିରେ ସମାନ ବୁଦ୍ଧି ରଖ। ଯୋଗସ୍ଥ ହୋଇ କର୍ତ୍ତବ୍ୟ କର୍ମ କର। ସମତ୍ୱକୁ ହିଁ ଯୋଗ କୁହାଯାଏ। ଦୂରେନ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ ଧନଞ୍ଜୟୋ ବୁଦ୍ଧୌ ଶରଣମନ୍ୱିଚ୍ଛ କୃପାଣା ଫଳହେତବ। ଅର୍ଥାତ୍ ଏହି ସମତ୍ୱ ରୂପକ ବୁଦ୍ଧିଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ହେ ଧନଞ୍ଜୟ, ତୁମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ ଅର୍ଥାତ୍ ବୁଦ୍ଧିଯୋଗ ହିଁ ଆଶ୍ରୟ ଗ୍ରହଣ କର। କାରଣ ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ। ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମାଦ୍ ଯୋଗାୟ ଯୁଜ୍ୟସ୍ୟ ଯୋଗ କର୍ମସୁ କୌଶଳମ୍। ଅର୍ଥାତ୍ ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି ଅର୍ଥାତ୍ ସେଥିରୁ ମୁକ୍ତ ହୋଇଥାନ୍ତି। ତେଣୁ ତୁମେ ସମତ୍ୱ ରୂପକ ଯୋଗରେ ଲାଗିଯାଅ। ଏହି ସମତ୍ୱ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମବନ୍ଧନରୁ ମୁକ୍ତି ପାଇବାର ଉପାୟ। କର୍ମଜ୍ଂ ବୁଦ୍ଧିଯୁକ୍ତା ହି ଫଲଂ ତ୍ୟକ୍ତା ମନୀଷିଣ୍ା ଜନ୍ମବନ୍ଧନ ବିନିମୁକ୍ତା ପଦଂ ଗଚ୍ଛନ୍ତ ନାୟମ। ଅର୍ଥାତ୍ ଯାହା କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀମାନେ କର୍ମଦ୍ୱାରା ଉତ୍ପନ୍ନ ହେଉଥିବା ଫଳତ୍ୟାଗ କରି ଜନ୍ମରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମ ପଦ ପ୍ରାପ୍ତ ହୋଇଥାନ୍ତି। ଯଦା te ମହାକଲେଲାଂ ବୁଦ୍ଧି ବ୍ୟତିତରିଷ୍ୟସ୍ତି ତଦା ଗନ୍ତାସି ନିର୍ବାଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ। ଅର୍ଥାତ୍ ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମର ଶୁଣିଥିବା ଏବଂ ଭବିଷ୍ୟତରେ ଶୁଣିବାର ସମ୍ଭାବନା ଥିବା ଇହଲୋକ ଏବଂ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ଶ୍ରୁତି ବିପ୍ରପିତପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଲା ସମାଧାବଚଲା ବୁଦ୍ଧିସ୍ତଦା ଯୋଗମବାପସ୍ୟସି। ଅର୍ଥାତ୍ ବିଭିନ୍ନ ପ୍ରକାର କଥା ଶୁଣି ବିଚଳିତ ହୋଇ ଯାଇଥିବା ତୁମର ବୁଦ୍ଧି ଯେତେବେଳେ
परमात्माଙ୍କଠାରେ ଅଚଳ ଓ ସ୍ଥିର ହୋଇଯିବ, ସେତେବେଳେ ତୁମେ ଯୋଗପ୍ରାପ୍ତ ହୋଇଯିବ, ଅର୍ଥାତ୍ ପରମାତ୍ମାଙ୍କ ସହିତ ତୁମର ନିତ୍ୟ ସଂଯୋଗ ହୋଇଯିବ। ଅର୍ଜୁନ ଉବାଚ ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ସ୍ଥିତଧା କିଂ ପ୍ରଭାସେତ କିମାସୀତ ବ୍ରଜେତ କିମ୍। ଅର୍ଜୁନ କହିଲେ, ହେ କେଶବ, ପରମାତ୍ମା ପ୍ରାପ୍ତ ସ୍ଥିରବୁଦ୍ଧି ପୁରୁଷଙ୍କର ଲକ୍ଷଣ କ'ଣ? ସେହି ସ୍ଥିରବୁଦ୍ଧି ପୁରୁଷ କିପରି ବଚନ କହନ୍ତି, କିପରି ବସନ୍ତି ଏବଂ କିପରି ଚଳନ୍ତି? ଶ୍ରୀ ଭଗବାନ ଉବାଚ ପ୍ରଜହାତି ଯଦା କାମାନ ସର୍ବାନ ପାର୍ଥ ମନୋଗତାନ ଆତ୍ମାନବାତ୍ମନା ତୁଷା ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ। ଅର୍ଥାତ୍ ଭଗବାନ କହିଲେ, ହେ ଅର୍ଜୁନ, ଯେତେବେଳେ ଏହି ପୁରୁଷ ମନ ମଧ୍ୟରେ ଥିବା ସମସ୍ତ କାମନା ପୂର୍ଣ୍ଣ ରୂପେ ତ୍ୟାଗ କରିଦିଅନ୍ତି ଏବଂ ଆତ୍ମା ଦ୍ୱାରା ଆତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରହନ୍ତି, ସେତେବେଳେ ତାକୁ ସ୍ଥିତପ୍ରଜ୍ଞ ବୋଲାଯାଏ। ଦୁଃଖେଷୁ ନ ଉଦ୍ବିଗ୍ନମନା ସୁଖେଷୁ ବିଗତସ୍ପୃହା ଭିତରା ଭଗୟ କ୍ରୋଧ ସ୍ଥିତଧୀର୍ମୁନିଚୋଚ୍ୟତେ। ଅର୍ଥାତ୍ ଦୁଃଖ ଆସିଗଲେ ବି ଯାହାଙ୍କ ମନରେ ଉଦ୍ବେଗ ଜାତ ହୁଏ ନାହିଁ, ସୁଖ ମିଳିଗଲେ ବି ଯେ ସର୍ବଥା ନିଃସ୍ପୃହ ରହନ୍ତି, ଯାହାଙ୍କର ରାଗ ଭୟ କ୍ରୋଧ ନଷ୍ଟ ହୋଇଯାଇଛି, ସେପରି ମୁନିଙ୍କୁ ସ୍ଥିରବୁଦ୍ଧି କୁହାଯାଏ। ଯା ସର୍ବତ୍ର ନଭିନ୍ନସ୍ତତଃ ପ୍ରାପ୍ୟ ଶୁଭାଶୁଭଂ ନାଭିନନ୍ଦିତୈ ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଅର୍ଥାତ୍ ଯେଉଁ ପୁରୁଷ ସର୍ବତ୍ର ଅନାସକ୍ତ ହୋଇ ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ କି ଅଶୁଭ ବସ୍ତୁ ପାଇଲେ ଦ୍ୱେଷ କରନ୍ତି ନାହିଁ, ତାଙ୍କୁ ବୁଦ୍ଧି ସ୍ଥିର। ଯଦା ସଂହରତେ ଚାୟଂ କୁର୍ମୋऽଙ୍ଗାନିବ ସର୍ବସ୍ୟ ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥଭ୍ୟାସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଅର୍ଥାତ୍ ଏବଂ କଇଁଛ ଯେପରି ନିଜର ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକୁ ସବୁ ଦିଗରୁ ସଙ୍କୁଚିତ କରି ଆଣେ, ଏହି ପୁରୁଷ ଯେତେବେଳେ ଠିକ୍ ସେହିପରି ନିଜର ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟଗ୍ରାହ୍ୟ ବିଷୟମାନଙ୍କୁ ସକଳ ପ୍ରକାରରେ ହଟାଇ ଆଣନ୍ତି, ସେତେବେଳେ ତାଙ୍କର ବୁଦ୍ଧି ସ୍ଥିର ବୋଲି ଜାଣିବ। ବିଷୟା ବିନିବର୍ତ୍ତାନ୍ତେ ନିରାହାରସ୍ୟ ଦେହିନା ରସବର୍ଜିଂ ରସପ୍ରାପ୍ସ୍ୟ ପରଂ ଦୃଷ୍ଟା ନିବର୍ତ୍ତତେ। ଅର୍ଥାତ୍ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କୁ ଗ୍ରହଣ କରୁ ନଥିବା ପୁରୁଷର କେବଳ ବିଷୟମାନେ ନିବୃତ୍ତ ହୋଇଯାଆନ୍ତି। ବିଷୟଯୋଗ ପ୍ରତି ରହିଥିବା ଆସକ୍ତି ନିବୃତ୍ତ ହୁଏ ନାହିଁ, କିନ୍ତୁ ପରମାତ୍ମାଙ୍କ ସାକ୍ଷାତର କରିଥିବାରୁ ଏହି ସ୍ଥିରପ୍ରଜ୍ଞ ପୁରୁଷ ତ ଆସକ୍ତି ବି ନିବୃତ୍ତ ହୋଇଯାଇଥାଏ। ତଦତୋऽପ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତା ଇନ୍ଦ୍ରିୟାଣି ପରାପ୍ରମାଥୀନି ହନନ୍ତି ପ୍ରସମ୍ଭମନା। तानि सर्वाणि संयम युक्त आसीत मत्पर वसे हि ଯସ୍ର हि ଆନି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ତେଣୁ ସାଧାରଣ ପକ୍ଷରେ ଏହା
ଆବଶ୍ୟକ ଯେ ତାଙ୍କୁ ସକଳ ଇନ୍ଦ୍ରିୟ ବଶ କରି ସମାହିତ ଚିତ୍ତ ହୋଇ ମୋର ପରାୟଣ ହୋଇ ଧ୍ୟାନରେ ବସିବାକୁ ପଡ଼ିବ। କାରଣ ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ବଶୀଭୂତ ହୋଇଥାନ୍ତି ତାଙ୍କର ବୁଦ୍ଧି ସ୍ଥିର ହୋଇଥାଏ। ଧ୍ୟାୟତୋ ବିଷୟାନପୁଷ ସଙ୍ଗସ୍ତେଷୁ ପଜାୟତେ ସଙ୍ଗାତ ସଞ୍ଜାୟତେ କାମ କାମାତ କ୍ରୋଧାୟ ବିଜାୟତେ। ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଯାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୋଇଯାଏ। କ୍ରୋଧାଭବତି ସମ୍ମୋହାତ ସ୍ମୃତିବିଭ୍ରମଂ ସ୍ମୃତିବିଭ୍ରାସାଦ ବୁଦ୍ଧିନାଶୋ ବୁଦ୍ଧିନାଶାତ ପ୍ରାଣସ୍ୟତି। କ୍ରୋଧରୁ ଅତ୍ୟନ୍ତ ମୂଢ଼ଭାବ ଉତ୍ପନ୍ନ ହୋଇଯାଏ। ମୂଢ଼ଭାବରୁ ସ୍ମୃତିଭ୍ରମ ହୋଇଯାଏ। ସ୍ମୃତି ବିଭ୍ରମ ହୋଇବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନ ଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧିନାଶ ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସି ପଡ଼େ। ରାଗ ଦ୍ୱେଷ ବିଷୟଯୁକ୍ତସ୍ତୁ ବିଷୟାନିନ୍ଦ୍ରିୟୋଶ୍ଚରଣ ଆତ୍ମବଶ୍ୟୌ ବିଧୟାତ୍ମା ପ୍ରସାଦମଧିଗଚ୍ଛତି। କିନ୍ତୁ ଅନ୍ତଃକରଣରୁ ନିଜର ଅଧୀନ କରିଥିବା ସାଧନ ନିଜ ବଶରେ ରଖିଥିବା ରାଗଦ୍ୱେଷ ରହିତ ଇନ୍ଦ୍ରିୟମାନଙ୍କର ଦ୍ୱାରା ବିଷୟମାନଙ୍କରେ ବିଚରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଭାବ କରନ୍ତି। ପ୍ରସାଦେ ସର୍ବଦୁଃଖାନାଂ ହାନିରସୋପଜାୟତେ ପ୍ରସନ୍ନଚେତସୋ ह्येषु बुद्धि पर्यवतिष्ठते। आयुर्जमामनोमचल प्रतिष्ठां समुद्रामाप प्रविशन्ति यद्वत् तद्वत् कामाय प्रविशन्ति सर्वे स शान्तिमाप्नोति न କାମୀ। ଅର୍ଥାତ୍ ବିଭିନ୍ନ ନଦୀରୁ ଜଳ ଯେପରି ଜଳ ସକଳ ଦିଗରୁ ପରିପୂର୍ଣ୍ଣ ଅଚଳ ପ୍ରତିଷ୍ଠାଯୁକ୍ତ ସମୁଦ୍ରକୁ ବିଚଳିତ ନ କରି ତା ଭିତରେ ପ୍ରବେଶ କରେ ସକଳ ଭୋଗବାସନା, ସେହିପରି ଯେଉଁ ସ୍ଥିରପ୍ରଜ୍ଞ ପୁରୁଷଙ୍କ ଠାରେ କୌଣସି ପ୍ରକାର ବିକାର ଉତ୍ପନ୍ନ ନ କରି ପ୍ରବେଶ କରନ୍ତି ସେହି ପୁରୁଷ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି। ଭୋଗ ଚାହୁଁଥିବା ଲୋକ ତାହା ପାଏ ନାହିଁ। ବିହାୟ କାମାନ୍ ଯା ସର୍ବାନ୍ ପୁମାଂଶ୍ଚରିତ ନିଃସ୍ପୃହା ନିର୍ମମ ନିରହଙ୍କାର ସ ଶାନ୍ତିମଧିଗଚ୍ଛତି। ଅର୍ଥାତ୍ ଯେଉଁ ପୁରୁଷ ସମସ୍ତ କାମନା ତ୍ୟାଗ କରି ମମତା ରହିତ ଅହଙ୍କାର ରହିତ ଏବଂ ସ୍ପୃହା ରହିତ ହୋଇ ବିଚରଣ କରନ୍ତି ସେହି ଶାନ୍ତି ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ଶାନ୍ତି ଲାଭ କରିଥାନ୍ତି। ଏଷା ବ୍ରହ୍ମଣି ସ୍ଥିତି ପାର୍ଥ ନୈନଂ ପ୍ରାପ୍ୟ ବିମୁହ୍ୟତି ସ୍ଥିତିସମନ୍ତକାଳେପି ବ୍ରହ୍ମ ନିର୍ବାଣମୃଚ୍ଛତି। ଅର୍ଥାତ୍ ହେ ଅର୍ଜୁନ, ଏହା ହେଉଛି ବ୍ରହ୍ମପ୍ରାପ୍ତ ହୋଇଥିବା ପୁରୁଷଙ୍କର ସ୍ଥିତି। ଏହି ସ୍ଥିତି ପ୍ରାପ୍ତ ହୋଇ ଯୋଗୀ କେବେହେଲେ ମୋହିତ ହୁଅନ୍ତି ନାହିଁ ଏବଂ ଅନ୍ତକାଳରେ ମଧ୍ୟ ଏହି ବ୍ରାହ୍ମଣୀ ସ୍ଥିତିରେ ଅବସ୍ଥିତ ହୋଇ ସେ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି। ଓଂ ତତ୍ସଦିତ। ଶ୍ରୀମଦ୍ଭାଗବଦ୍ଗୀତା ଉପନିଷଦସ୍ତୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରାୟ ଶ୍ରୀକୃଷ୍ଣାର୍ଜୁନ ସଂବାଦେ
शङ्खयोगे नाम द्वितीयोऽध्याय। जय श्रीकृष्ण। श्रोता बंधु माने मोर ये चैनल टी जदि आपण मैंने देखुंट आउ मोर गीता पाठ शुणुंट तेरे मो चैनल टी सब्सक्राइब करंतु एवं कमेंट माध्यम किसी मते जय जगन्नाथ जय श्रीकृष्ण कही लिखंतु एवं किछु जनातु। एति मोर अनुरोध। जय श्रीकृष्ण।